ନିଶ୍ଚିତ ଭାବରେ ଏହାକୁ ଏକ ବୈପ୍ଳବିକ ପରିବର୍ତ୍ତନ ବୋଲି ଆମେ କହିପାରିବା। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଆରକ୍ଷୀ ଅଧିକାରୀ ତିର୍ତ୍ତୋଲ ଯୋଉ ମିଳିତ ଭାବରେ ଯୋଉ ପ୍ରୟାସ କରିଛନ୍ତି, ଏହା ନିଶ୍ଚିତ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ବେଆଇନ ଗାଡ଼ି ପାର୍କିଂ ମାଲିକଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍ ଏବଂ ଏଥର ମୁଖ୍ୟ ରାଜରାସ୍ତାରେ କଡ଼ରେ ଯଦି ପାର୍କିଂ କରିବେ ତାହେଲେ ଗାଡ଼ି ମାଲିକକୁ ଦଣ୍ଡ ଗଣିବାକୁ ପଡ଼ିବ। ବେଆଇନ ପାର୍କିଂ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମେତ ତିର୍ତ୍ତୋଲର ଆରକ୍ଷୀ ଅଧିକାରୀ। ତେଣୁ ବର୍ତ୍ତମାନ ବିଗତ ଦିନରେ ଯୋଉ ଦେଖାଯାଉଛି ଜନସାଧାରଣଙ୍କର ଚଲାପଥ ବା ରାଜରାସ୍ତା ଉପରେ ଭାରୀ ଯାନ ରଖୁଥିବା ମାଲିକମାନେ ତାକୁ ଲୋକମାନଙ୍କର ଯାତାୟାତ ସ୍ଥାନରେ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି ଏବଂ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି କ୍ଷୀର ଗାଡ଼ି ଏବଂ ଜରୁରୀକାଳୀନ ସେବା ଗୁଡ଼ିକ ଯାତାୟାତରେ ଯୋଉ ପ୍ରକାର ସମସ୍ୟାରେ ପଡ଼ୁଛନ୍ତି, ଏହାକୁ ଆଖି ଆଗରେ ରଖିକିରି ଗୋଟେ ପରିବର୍ତ୍ତନ ଆଣିଛନ୍ତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ନିରୀକ୍ଷକ ମହୋଦୟା ଏବଂ ଆରକ୍ଷୀ ଅଧିକାରୀ ଆମର ତିର୍ତ୍ତୋଲର ପ୍ରଦୀପ କୁମାର ସେଠୀ ମହୋଦୟ। ତେଣୁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ବିଗତ ଦିନରେ ଯଦି ଆମେ କହିବା, ବିଗତ 19 ତାରିଖରେ ଯୋଉମାନେ ରାସ୍ତା ଉପରେ ଗାଡ଼ି ବେଆଇନ ପାର୍କିଂ କରିଥିଲେ, ଯୋଉ ଟ୍ରକ୍ ଗୁଡ଼ାକ ରାସ୍ତା ଉପରେ ବେଆଇନ ପାର୍କିଂ କରାଯାଇଛି, ଉଭୟ ପାର୍ଶ୍ୱରେ ବେଆଇନ ପାର୍କିଂ କରାଯାଇଛି, ଜନସାଧାରଣଙ୍କ ରାସ୍ତାକୁ ଅବରୋଧ କରିଛନ୍ତି। ମୋଟାମୋଟି ଉପରେ ଯଦି କହିବାକୁ ଯିବା 19 ତାରିଖରେ ପାଖାପାଖି 2,37,000 ଟଙ୍କା ଜୋରିମାନା ତାଙ୍କ ଗାଡ଼ି ଉପରେ କରାଯାଇଛି ଏବଂ ଆଗାମୀ ଦିନରେ ଯଦି ଏଇଭଳି ପରିସ୍ଥିତି ହୁଏ, ଟ୍ରକ୍ ମାଲିକମାନେ ରାଜରାସ୍ତା ଉପରେ ଗାଡ଼ିକୁ ରାସ୍ତାକୁ ଅବରୋଧ କଲା ଭଳି ଗାଡ଼ିକୁ ରଖନ୍ତି, ତାହେଲେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଚେତାବନୀ ଦିଆଯାଇଛି ଯେ ଯଦି ସେମାନେ ତାଙ୍କର ଗାଡ଼ି ଗୁଡ଼ିକୁ ସ୍ଥାନାନ୍ତର ସେଠୁ ନ କରନ୍ତି ତାହେଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।